କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଯେଉଁମାନଙ୍କର ବିଶ୍ୱାସ ନଥାଏ ସେମାନେ ଭୋଟରଙ୍କୁ ମାପନ୍ତି ଇଏ ବିଜେଡ଼ିର ଭୋଟର, ଇଏ କଂଗ୍ରେସର ଭୋଟର, କି ଇଏ ବିଜେପିର ଭୋଟର। ଭୋଟର କୌଣସି ଭୋଟରର ଆଇଡେଣ୍ଟିଟି ସାଙ୍ଗରେ ଯୋଡ଼ି ହେଇକି ନଥାଏ କେଉଁଠି ଯେ ସେ କାହା କେଉଁ ପାର୍ଟିକୁ ଭୋଟ ଦେବେ ବୋଲି। ଗଣତାନ୍ତ୍ରିକ ପ୍ରକ୍ରିୟା ଯାହାର ଯେତେବେଳେ ଇଚ୍ଛା ହେବ ଯାହାକୁ ଭୋଟ ଦେବା କଥା ସେ ଭୋଟ ଦେବେ। ତେଣୁକରି ଯେଉଁ ଆଧାରରେ ସମର୍ଥନ ଆଧାରରେ ଭୋଟ କଟିଯାଇଛି ବୋଲି ଯେଉଁ କହିକି ନିଜର ଯେଉଁ ନାକାମିକୁ ଆହୁରି କୁଚ୍ଛିତ କରିବାର ଯେଉଁ ପ୍ରକ୍ରିୟା, ରାଜନୀତିକରଣ କରିବାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେଇଟା ଭୁଲ କଥା। ଗୋଟିଏ ତ୍ରୁଟିଶୂନ୍ୟ ଭୋଟର ଲିଷ୍ଟ ହେଲେ ସବୁବେଳେ ନିଶ୍ଚିତ ଭାବରେ ଯେଉଁ ଗଣତାନ୍ତ୍ରିକ ମୂଲ୍ୟବୋଧ ସେ ନିଶ୍ଚିତ ଭାବରେ ବଜାୟ ରହିବ। ସେହି ଦୃଷ୍ଟିକୁ ଆଖି ଆଗରେ ରଖିକି ଏ କଥା କରାଯାଉଛି ଏବଂ ଯେଉଁ ରାଜ୍ୟରେ ହେଇଛି ସେଠି ସୁଫଳ ବି ମିଳିଛି। ସେଠି ମୃତ ଲୋକଙ୍କଠୁ ଆରମ୍ଭ କରିକି ସେଠି ନ ରହୁଥିବା ଲୋକ, ସେଠି ମିଛରେ ତାଲିକାଭୁକ୍ତ ହୋଇଥିବା ଲୋକ ସମସ୍ତଙ୍କୁ ନେଇକି ସେ ଭୋଟର ଲିଷ୍ଟ ସବୁ ଆଗରୁ ଯେଉଁ ଥିଲା ତା ଦେହରେ କରେକ୍ସନ୍ ଥରେ ହେଲା ପରେ ଯେଉଁ ବାସ୍ତବରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ହେବ ଏ ବିଶ୍ୱାସ ସମସ୍ତଙ୍କର ଅଛି, ଦେଶ ସାରା ସମସ୍ତଙ୍କର ଅଛି, ଖାଲି 2-3ଟି ରାଜନୈତିକ ଦଳକୁ ଛାଡ଼ି ଦେଇକି। ତେଣୁକରି ମୋ କହିବା କଥା ଏ ଯେଉଁ ପ୍ରକ୍ରିୟା ଚାଲିଛି ସେ ପ୍ରକ୍ରିୟାକୁ ସ୍ୱାଗତ କରନ୍ତୁ ଏବଂ ସେ ପ୍ରକ୍ରିୟାକୁ ନେଇକି ଆଗକୁ କେମିତି ଚାଲିବା କଥା ଚାଲନ୍ତୁ। ନିଶ୍ଚିତ ଭାବରେ ଭାରତବର୍ଷର ଯେଉଁ ଗଣତାନ୍ତ୍ରିକ ମୂଲ୍ୟବୋଧ ଅଛି, ଗଣତାନ୍ତ୍ରିକ ବିଚାରଧାରା ଅଛି, ଗଣତାନ୍ତ୍ରିକ ପ୍ରକ୍ରିୟା ଅଛି, ସେ ନିଶ୍ଚିତ ଭାବରେ ଭଲରେ ଚାଲିବ।